ବୃଷ ରାଶି ରୁହନ୍ତୁ ଆଗକୁ ଯିବା ପୂର୍ବରୁ ଏହି କଥାଟି ଶୁଣନ୍ତୁ କାହିଁକି ନା ଆଗାମୀ 7 ଦିନ ଆପଣଙ୍କ ଜୀବନରେ ଏମିତି କିଛି ଘଟିବାକୁ ଯାଉଛି ଯାହାକୁ ଆପଣ ଆଜି ପର୍ଯ୍ୟନ୍ତ କଳ୍ପନା ମଧ୍ୟ କରିନଥିବେ ଏବଂ ଏହି ଭିଡିଓର ଶେଷରେ ମୁଁ ଏମିତି ଗୋଟିଏ ଦିନର କଥା କହିବି ଯେଉଁ ଦିନ ଆପଣଙ୍କ ଭାଗ୍ୟ ପୂରା ବଦଳିଯିବ ସେହିପାଇଁ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି ଆପଣ ସତରେ ବୃଷ ରାଶି ତେବେ କମେଣ୍ଟରେ ଏବେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ। ବୃଷ ରାଶି ଆପଣ ଗତ କିଛି ସମୟରେ ଯାହା ଭୋଗୁଛନ୍ତି ସେହି କଥା ଆପଣ ଛଡ଼ା କେହି ବୁଝିପାରିବ ନାହିଁ। ଆପଣ ଚେଷ୍ଟା କରୁଛନ୍ତି କିନ୍ତୁ ଫଳ ମିଳୁନାହିଁ। ଆପଣ ଲୋକଙ୍କୁ ଭରସା କରୁଛନ୍ତି କିନ୍ତୁ ସେମାନେ ଆପଣଙ୍କୁ ଧୋକା ଦେଉଛନ୍ତି। କେବେ କେବେ ଆପଣଙ୍କ ମନରେ ଏକ ପ୍ରଶ୍ନ ଆସୁଛି ମୋର ସମୟ କେବେ ବଦଳିବ। ଆଜି ସେହି ପ୍ରଶ୍ନର ଉତ୍ତର ଆପଣ ପାଇବେ କିନ୍ତୁ ସେଥିପାଇଁ ଆପଣଙ୍କୁ ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ପଡ଼ିବ କାହିଁକିନା ଏହି ଭିଡିଓରେ ଗୋଟିଏ ଗୁପ୍ତ ସତ୍ୟ ଲୁଚିଥାଏ ଯାହା ଆପଣଙ୍କ ଭାଗ୍ୟକୁ ପୂରା ବଦଳାଇପାରେ। ଏବେ ଧ୍ୟାନ ଦିଅନ୍ତୁ ଆଗାମୀ 7 ଦିନରେ ପ୍ରଥମ ସଂକେତ ଆସିବ ଧନ। ହଁ ବୃଷ ରାଶି ଅପେକ୍ଷା କରିନଥିବା ଜାଗାରୁ ଟଙ୍କା ଆସିପାରେ। ଯେଉଁ ଟଙ୍କା ଆପଣ ଭୁଲିଯାଇଥିଲେ ସେଥି ମଧ୍ୟ ଫେରିପାରେ କିମ୍ବା ନୂତନ ଅବସର ମିଳିପାରେ। କିନ୍ତୁ ଏଠି ଗୋଟିଏ ରହସ୍ୟ ଅଛି ଯଦି ଆପଣ ଏକ ଛୋଟ ଭୁଲ କରିଦିଅନ୍ତି ତେବେ ଏହି ସମସ୍ତ ଅବସର ହାତରୁ ସରିଯିବ। ସେହି ଭୁଲ କ'ଣ ସେଥିକୁ ମୁଁ କିଛି ସମୟ ପରେ କହିବି। ଏବେ ଦ୍ୱିତୀୟ ସଂକେତ ପ୍ରେମ ଜୀବନ। ଯଦି ଆପଣ ଏକା ଅଛନ୍ତି ତେବେ କେହି ବିଶେଷ ଆପଣଙ୍କ ଜୀବନରେ ପ୍ରବେଶ କରିପାରେ ଏବଂ ଯଦି ଆପଣ ଆଗରୁ କାହା ସହିତ ଅଛନ୍ତି ତେବେ ସମ୍ପର୍କର ଆଉ ଗଭୀର ହେବ। କିନ୍ତୁ ଏଠି ମଧ୍ୟ ଏକ ସତର୍କତା ଅଛି ଏକ ଭୁଲ ଶବ୍ଦ ସବୁକିଛିକୁ ଭାଙ୍ଗି ଦେଇପାରେ। ସେହିପାଇଁ ଏହି 7 ଦିନ ଆପଣଙ୍କୁ ଖୁବ୍ ସତର୍କ ରହିବାକୁ ପଡ଼ିବ। ଯଦି ଆପଣ ଏଠାକୁ ଦେଖୁଛନ୍ତି ତେବେ କମେଣ୍ଟରେ ଲେଖନ୍ତୁ ମୁଁ ଦେଖୁଛି। ବୃଷ ରାଶି ତୃତୀୟ ଓ ସବୁଠୁ ବଡ଼ ସଂକେତ ଭଗବାନଙ୍କ କୃପା ଆପଣଙ୍କ ଉପରେ ଏକ ଦିବ୍ୟ ଶକ୍ତି କାମ କରୁଛି। ଆପଣ ସାୟଦ ଏହାକୁ ଅନୁଭବ କରୁଛନ୍ତି। କେବେ କେବେ ଛୋଟ ଛୋଟ ଘଟଣା ଆପଣଙ୍କୁ ବଞ୍ଚାଇ ଦେଉଛି। ସେଇଟା ସଂଯୋଗ ନୁହେଁ ସେହିଟା ସଂକେତ। କିନ୍ତୁ ବୃଷ ରାଶି ସବୁଠୁ ବଡ଼ ଖବର ଏବେ ବାକି ଅଛି। ଆଗାମୀ 7 ଦିନରେ ଏକ ଦିନ ଏମିତି ଆସିବ ଯେଉଁଦିନ ଆପଣ ଏକ ନିଷ୍ପତ୍ତି ନେବେ ଏବଂ ସେହି ନିଷ୍ପତ୍ତି ଆପଣଙ୍କ ଜୀବନକୁ ପୂରା ବଦଳାଇ ଦେବ। ଯଦି ଆପଣ ସଠିକ୍ ନିଷ୍ପତ୍ତି ନେବେ ତେବେ ଆପଣ ଜୀବନରେ ଆଗକୁ ବଢ଼ିଯିବେ ନହେଲେ ଏକ ବଡ଼ ଅବସର ସଦାପାଇଁ ହରାଇ ଦେବେ। ଏବେ ଆସନ୍ତୁ ସେହି ଭୁଲ ବିଷୟରେ ଯାହାକୁ ମୁଁ ଆଗରୁ କହିଥିଲି। ସେହି ଭୁଲ ହେଉଛି ଅନ୍ଧା ଭାବେ ଲୋକଙ୍କୁ ଭରସା କରିବା। ଏହି ସମୟରେ ସବୁଠୁ ଆପଣଙ୍କ ଭଲ ଚାହିଁନଥାନ୍ତି। ବୃଷ ରାଶି ଆପଣଙ୍କୁ ଏହି 7 ଦିନରେ ନିଜର ମନର ଆୱାଜକୁ ଶୁଣିବାକୁ ପଡ଼ିବ। ମନେ ରଖନ୍ତୁ ଭାଗ୍ୟ ସବୁକୁ ଅବସର ଦେଇଥାଏ କିନ୍ତୁ ସବୁଠୁ ଲୋକ ସେହି ଅବସରକୁ ପହଚାରି ପାରନ୍ତି ନାହିଁ। ଆରମ୍ଭରେ ମୁଁ କହିଥିଲି ଶେଷରେ ଏକ ସତ୍ୟ କହିବି। ସେହି ସତ୍ୟ ହେଉଛି ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି କିନ୍ତୁ ନିଷ୍ପତ୍ତି ଆପଣଙ୍କ ହାତରେ। ଯଦି ଆପଣ ବିଶ୍ୱାସ କରନ୍ତି ତେବେ କମେଣ୍ଟରେ ଲେଖନ୍ତୁ ମୋର ଭାଗ୍ୟ ଖୋଲିବ ଏବଂ ଏହି ଭିଡିଓକୁ ଲାଇକ୍ ଏବଂ ସେୟାର କରନ୍ତୁ କାହିଁକିନା ଏହି 7 ଦିନ ଆପଣଙ୍କ ଜୀବନକୁ ପୂରା ବଦଳାଇପାରେ। ଏବଂ ଏହି ଭିଡିଓକୁ ଆଉଥରେ ଦେଖନ୍ତୁ ସାୟଦ ଆପଣ କିଛି ମିସ୍ କରିଦେଇଥିବେ। ବୃଷ ରାଶି ଯଦି ଆପଣ ଏହି ମୁହୂର୍ତ୍ତରେ ଶୁଣୁଛନ୍ତି ତେବେ ଏହା କେବଳ ଏକ ଭିଡିଓ ନୁହେଁ ଏହା ଏକ ସନ୍ଦେଶ ଯାହା ସିଧାସଳଖ ଆପଣଙ୍କ ପାଇଁ ଆସିଛି। ଆପଣ ଯେଉଁ ସବୁ କଷ୍ଟ ଜୀବନରେ ଦେଖିଛନ୍ତି ଯେଉଁ ସମୟରେ ଆପଣ ଏକା ଲାଗିଥିଲେ ଯେଉଁ ସମୟରେ ଆପଣ ଭାବିଥିଲେ ଯେ ସାୟଦ ମୋ ପାଇଁ କିଛି ଭଲ ନାହିଁ ସେହି ସମୟ ଏବେ ଶେଷ ହେଉଛି କାରଣ ଆଗାମୀ ଦିନଗୁଡ଼ିକ ଆପଣଙ୍କ ପାଇଁ ସାଧାରଣ ନୁହେଁ। ଆପଣ ଗତ କିଛି ମାସ ଧରି ଯାହା ଅନୁଭବ କରୁଛନ୍ତି ଏକ ଅଜଣା ଚାପ ଏକ ଅଜଣା ଚିନ୍ତା ଏକ ଅସ୍ପଷ୍ଟ ଭୟ ଏହା ସବୁ କାହିଁକି ହେଉଛି ଜାଣନ୍ତି କି? କାରଣ ଆପଣଙ୍କ ଜୀବନ ଏକ ବଡ଼ ପରିବର୍ତ୍ତନର ପୂର୍ବରୁ ଅଛି। ଏହାକୁ କୁହାଯାଏ ଶକ୍ତିର ପରିବର୍ତ୍ତନ ଏବଂ ଏହି ପରିବର୍ତ୍ତନ ଆସିଲେ ପ୍ରଥମେ ସବୁକିଛି ଭାଙ୍ଗି ପଡ଼ୁଥିବା ଲାଗେ। ଆପଣ ସାୟଦ ଏହା ମଧ୍ୟ ଧ୍ୟାନ ଦେଖିଛନ୍ତି ଯେ କିଛି ଲୋକ ହଠାତ୍ ଆପଣଙ୍କ ଜୀବନରୁ ଦୂରେ ଯାଉଛନ୍ତି। କିଛି ସମ୍ପର୍କର ଧୀରେ ଧୀରେ ଭାଙ୍ଗି ଯାଉଛି। କିଛି ଯୋଜନା ଫେଲ୍ ହେଉଛି। ଆପଣ ଭାବୁଛନ୍ତି କାହିଁକି ଏମିତି ହେଉଛି କିନ୍ତୁ ସତ୍ୟ ହେଉଛି ଏହା ନଷ୍ଟ ନୁହେଁ ଏହା ସଫା କରାଯାଉଛି। ବ୍ରହ୍ମାଣ୍ଡ ପ୍ରଥମେ ଆପଣଙ୍କ ଜୀବନରୁ ସେସବୁ ଜିନିଷକୁ ହଟାଏ ଯାହା ଆପଣଙ୍କ ପାଇଁ ଠିକ୍ ନୁହେଁ। ତାପରେ ଆପଣଙ୍କୁ ସେହି ଜିନିଷ ଦେଉଛି ଏହା ଆପଣ ଯୋଗ୍ୟ। ଏବଂ ଏଥିରେ ଆସୁଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼। ଆଗାମୀ 48 ଘଣ୍ଟା ମଧ୍ୟରେ ଆପଣ ଏକ ଏମିତି ସଂକେତ ପାଇବେ ଯାହାକୁ ଆପଣ ପୂର୍ବରୁ ଅନେକ ଥର ଦେଖିଛନ୍ତି କିନ୍ତୁ କେବେ ଗୁରୁତ୍ୱ ଦେଇନାହାନ୍ତି। ହୋଇପାରେ ଏକ ସଂଖ୍ୟା ଯାହା ପୁଣି ପୁଣି ଦେଖାଯିବ। ହୋଇପାରେ ଏକ ସ୍ୱପ୍ନ ଯାହା ଆପଣଙ୍କୁ କିଛି କହିବାକୁ ଚେଷ୍ଟା କରିବ କିମ୍ବା ଏକ ଲୋକ
ଯାହା ଅଚାନକ ଆପଣଙ୍କ ସହିତ ଯୋଡ଼ିଯିବ। ଏହି ସଂକେତ ସାଧାରଣ ନୁହେଁ, ଏହା ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିବାର ଚାବି। କିନ୍ତୁ ଏଠିରେ ଆସୁଛି ସବୁଠାରୁ ବଡ଼ ଭୁଲ। ଅଧିକାଂଶ ଲୋକ ଏହି ସମୟରେ ଭୟ ପାଇଯାନ୍ତି। ସେମାନେ ଚେଞ୍ଜକୁ ଏଡ଼ାଇବାକୁ ଚାହାନ୍ତି। ସେମାନେ ପୁରୁଣା ସୁବିଧାରେ ରହିବାକୁ ଚାହାନ୍ତି ଏବଂ ସେଠାରେ ସେମାନେ ହାରିଯାନ୍ତି। ଆପଣ ଏମିତି କରିବେ କି ନା ଆପଣ ସେହି ଏକ ଲୋକ ମଧ୍ୟରେ ରହିବେ ଯେଉଁମାନେ ଏହି ସୁଯୋଗକୁ ଧରିନେଇଥାନ୍ତି। ଆପଣଙ୍କ କାର୍ଯ୍ୟ ଜୀବନରେ ଏକ ନୂଆ ଦିଗ ଖୋଲିବାକୁ ଯାଉଛି ଯାହାକୁ ଆପଣ ଆଗରୁ କେବେ ଭାବିନଥିଲେ। ହୋଇପାରେ ଏକ ନୂଆ କାମ, ଏକ ନୂଆ ବ୍ୟବସାୟ କିମ୍ବା ଏକ ନୂଆ ଆରମ୍ଭ। ଏହା ପ୍ରଥମେ ଛୋଟ ଲାଗିବ କିନ୍ତୁ ଧୀରେ ଧୀରେ ବଡ଼ ହେବ। ଆପଣଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଏହି ସମୟରେ ବଦଳିବାକୁ ଯାଉଛି। ଏକ ଅପେକ୍ଷା କରିନଥିବା ଧନ ଲାଭ କିମ୍ବା ଏକ ଏମିତି ସୁଯୋଗ ଯାହା ଆପଣଙ୍କ ଆୟକୁ ଦ୍ୱିଗୁଣ କରିପାରେ। କିନ୍ତୁ ମନେ ରଖନ୍ତୁ, ଧନ ସହିତ ଦାୟିତ୍ୱ ମଧ୍ୟ ଆସେ। ଆପଣଙ୍କୁ ସଠିକ୍ ନିଷ୍ପତ୍ତି ନେବାକୁ ପଡ଼ିବ, ନହେଲେ ଏହି ସୁଯୋଗ ହାତରୁ ଖସିଯିବ। ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ଏକ ଭାରି ମୋଡ଼ ଆସୁଛି। ଯେଉଁ ଲୋକ ଆପଣଙ୍କୁ ଦୂରେ ରଖିଥିଲେ ସେ ପୁଣି ଆସିପାରନ୍ତି କିମ୍ବା ଏକ ନୂଆ ଲୋକ ଆସିପାରନ୍ତି ଯିଏ ଆପଣଙ୍କୁ ସତ୍ୟରେ ବୁଝିବେ। କିନ୍ତୁ ଏଠିରେ ଆପଣଙ୍କୁ ସାବଧାନ ହେବାକୁ ପଡ଼ିବ। ପ୍ରତ୍ୟେକ ମିଠା କଥା ସତ୍ୟ ନୁହେଁ। ପ୍ରତ୍ୟେକ ଫେରିଥିବା ଲୋକ ଭଲ ନୁହେଁ। କେବେ କେବେ ଜୀବନ ଆମକୁ ପରୀକ୍ଷା କରିବା ପାଇଁ ପୁରୁଣା ଲୋକଙ୍କୁ ପୁଣି ପଠାଏ। ଏବଂ ଏବେ ସବୁଠାରୁ ଗୁପ୍ତ କଥା ଯାହା କେବଳ କିଛି ଲୋକ ଜାଣନ୍ତି। ଯଦି ଆଗାମୀ ଦିନରେ ଆପଣ ହଠାତ୍ ଏକ ଅଜଣା ଶାନ୍ତି ଅନୁଭବ କରନ୍ତି, ଯେପରି ଭିତରୁ କିଛି ହଲକା ଲାଗୁଛି, ତେବେ ବୁଝିଯାଆନ୍ତୁ ଆପଣଙ୍କ ଭାଗ୍ୟ ପଲଟିବା ଆରମ୍ଭ ହୋଇଯାଇଛି। ଏହା ସେହି ସଂକେତ ଯାହାକୁ ଲୋକ ଅନଦେଖା କରିଦେଇଥାନ୍ତି। ଏବଂ ଯଦି ଆପଣ ଏହାକୁ ଚିହ୍ନିପାରିବେ, ତେବେ ଆପଣଙ୍କ ଜୀବନ ସେହି ଦିଗକୁ ଯିବ ଯାହାକୁ ଆପଣ ସଦା ଚାହୁଁଥିଲେ। ତେଣୁ ମୁଁ ଆପଣଙ୍କୁ ପଚାରୁଛି, ଆପଣ ପ୍ରସ୍ତୁତ କି? ଯଦି ହଁ, ତେବେ କମେଣ୍ଟରେ ଲେଖନ୍ତୁ ୟେସ୍, କାରଣ ଏହା କେବଳ ଏକ କମେଣ୍ଟ ନୁହେଁ, ଏହା ଆପଣଙ୍କ ନିଷ୍ପତ୍ତି। ମନେ ରଖନ୍ତୁ, ଆପଣ ସାଧାରଣ ନୁହେଁ। ଆପଣଙ୍କ ଜୀବନରେ ଯାହା ଆସୁଛି ସେହିଟା ଅସାଧାରଣ ଏବଂ ସବୁକିଛି ଆରମ୍ଭ ହେବ ଏହି 7 ଦିନରେ। ବୃଷ ରାଶି, ଯଦି ଆପଣ ଏହି ଭିଡିଓଟି ଦେଖୁଛନ୍ତି, ତେବେ ଏହା ସାଧାରଣ କଥା ନୁହେଁ। ଏହା ଏକ ସଂକେତ, ଏକ ମେସେଜ ଯାହା ସିଧାସଳଖ ଆପଣଙ୍କ ପାଇଁ ଆସିଛି। ଏବଂ ଯଦି ଆପଣ ଏହାକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ତେବେ ଆପଣ ସେହି ଗୁପ୍ତ ସତ୍ୟ ଜାଣିପାରିବେ ଯାହା ଆପଣଙ୍କ ଜୀବନକୁ ଆଗାମୀ 7 ଦିନରେ ପୁରା ବଦଳାଇ ଦେବ। ଆପଣ ପଛଲା କିଛି ସମୟ ଧରି ଏକ ଅଜଣା ଅନୁଭୂତି କରୁଛନ୍ତି। ମନେ ହେଉଛି କିଛି ବଡ଼ ହେବାକୁ ଯାଉଛି। କିନ୍ତୁ କ'ଣ? ଏହା ଆପଣ ବୁଝିପାରୁନାହାନ୍ତି। କେବେ ଆପଣ ଅଧିକ ଚିନ୍ତା କରୁଛନ୍ତି, କେବେ ଅଚାନକ ଚୁପ୍ ହୋଇଯାଉଛନ୍ତି, କେବେ ମନେ ହେଉଛି ସବୁ ଠିକ୍ ହେବ, ଆଉ କେବେ ଲାଗୁଛି ସବୁ ହାତରୁ ସରିଯାଉଛି। ଯଦି ଏମିତି ହେଉଛି, ତେବେ ଧ୍ୟାନରେ ଶୁଣନ୍ତୁ, କାରଣ ଏହା ସାଧାରଣ ନୁହେଁ। ଏହା ଆପଣଙ୍କ ଭାଗ୍ୟର ପରିବର୍ତ୍ତନର ଆରମ୍ଭ। ଆପଣ ଅନେକ କଷ୍ଟ ସହିଛନ୍ତି, ଅନେକ ସମୟରେ ଚେଷ୍ଟା କରିଥିଲେ, କିନ୍ତୁ ଫଳ ମିଳିନାହିଁ। ଆପଣ ବିଶ୍ୱାସ କରିଥିଲେ, କିନ୍ତୁ ବଦଳରେ ଧୋକା ପାଇଥିଲେ। ଆପଣ ଭଲ କରିଥିଲେ, କିନ୍ତୁ ଫେରି ମିଳିଲା ନାହିଁ। ଏବେ ଆପଣଙ୍କ ମନରେ ଏକ ପ୍ରଶ୍ନ ଥାଏ, ମୋ ସହିତ ଏମିତି କାହିଁକି ହୁଏ? କିନ୍ତୁ ସତ୍ୟ ହେଉଛି, ଆପଣଙ୍କ ସହିତ ଭୁଲ କିଛି ହେଉନାହିଁ। ସମୟ ଭୁଲ ଥିଲା ଏବଂ ସେହି ସମୟ ଏବେ ଶେଷ ହେଉଛି। ବୃଷ ରାଶି, ଆପଣଙ୍କ ଜୀବନରେ ଏକ ବଡ଼ ମୋଡ଼ ଆସୁଛି, କିନ୍ତୁ ଏଠିରେ ଏକ ଗୁପ୍ତ କଥା ଅଛି। ଏହି ପରିବର୍ତ୍ତନ ସବୁଙ୍କୁ ମିଳେ ନାହିଁ, କେବଳ ସେମାନଙ୍କୁ ମିଳେ ଯେମାନେ ଏହି ସଂକେତକୁ ଚିହ୍ନିପାରନ୍ତି। ଆଗାମୀ 7 ଦିନ ଆପଣଙ୍କ ପାଇଁ ପରୀକ୍ଷା ଭଳି ହେବ। ଡେ 1 ଆପଣ ଏକ ଅଜଣା ଚିନ୍ତା ଅନୁଭବ କରିବେ। ଡେ 2 ଏକ ଅପେକ୍ଷା କରିନଥିବା ସମ୍ପର୍କ। ଡେ 3 ଏକ ସୁଯୋଗ ଯାହାକୁ ଆପଣ ସନ୍ଦେହ କରିବେ। ଡେ 4 ଏକ ଭିତରୁ ଆସୁଥିବା ଭୟ। ଡେ 5 ଏକ ନିଷ୍ପତ୍ତି। ଡେ 6 ଏକ ପରୀକ୍ଷା। ଡେ 7 ଏକ ଫଳ। ଏହି 7 ଦିନ ଆପଣଙ୍କ ଜୀବନକୁ 2 ଭାଗରେ ବାଣ୍ଟିଦେବ। ପୂର୍ବରୁ ଥିବା ଜୀବନ ଏବଂ ପରେ ଆସୁଥିବା ଜୀବନ। କିନ୍ତୁ ଏଠିରେ ଆସୁଛି ସବୁଠାରୁ ବଡ଼ ରହସ୍ୟ। ଆପଣଙ୍କ ଜୀବନରେ ଏକ ଲୋକ ଅଛନ୍ତି ଯେଉଁଠାରେ ଆପଣ ପୁରା ବିଶ୍ୱାସ କରନ୍ତି, କିନ୍ତୁ ସେ ଲୋକ ସେତେଟା ସତ୍ୟ ନୁହେଁ। ଏହା କଷ୍ଟ ଦେଇପାରେ, କିନ୍ତୁ ଏହା ସତ୍ୟ। ଆପଣଙ୍କ ଆଶପାଶରେ ଏକ ଏମିତି ଶକ୍ତି ଅଛି ଯାହା ଆପଣଙ୍କ ଉନ୍ନତିକୁ ରୋକୁଛି ଏବଂ ଏହି 7 ଦିନରେ ସେହି ସତ୍ୟ ଆପଣଙ୍କ ସାମ୍ନାରେ ଆସିଯିବ। କିନ୍ତୁ ଆପଣ ତାହାକୁ ଗ୍ରହଣ କରିପାରିବେ କି, ନା କି ଆପଣ ଆଉଥରେ ଅନଦେଖା କରିଦେଇବେ? ଧ୍ୟାନରେ ଶୁଣନ୍ତୁ,
ଏହା ଆପଣଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ। ଆପଣଙ୍କ କାର୍ଯ୍ୟ ଓ ଧନରେ ଏକ ଅପେକ୍ଷା କରିନଥିବା ବୃଦ୍ଧି ଆସିପାରେ। ଏକ ନୂଆ ଅବସର, ଏକ ନୂଆ ଦ୍ୱାର, ଯାହା ଆପଣଙ୍କୁ ଅନ୍ୟ ମାର୍ଗରେ ନେଇଯିବ। କିନ୍ତୁ ଏହା ସହିତ ଏକ ଭୟ ମଧ୍ୟ ଆସିବ। ଆପଣ ଭାବିବେ, ମୁଁ ଏହା କରିପାରିବି କି? ଏଠିରେ ଆପଣ ଅନେକ ଥର ହାରିଥିଲେ। ଆପଣ ସୁଯୋଗକୁ ଛାଡ଼ି ଦେଇଥିଲେ, କାରଣ ଆପଣ ଡରିଥିଲେ। କିନ୍ତୁ ଏଥର ଏହା କରନ୍ତୁ ନାହିଁ, କାରଣ ଏହି ସୁଯୋଗ ପୁଣି ଆସିବ ନାହିଁ। ଏବେ ଆସୁଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆଗାମୀ ଦିନରେ ଆପଣ ଏକ ଏମିତି ସଂକେତ ଦେଖିବେ, ଯାହାକୁ ଦେଖିଲେ ଆପଣଙ୍କ ମନ ଶାନ୍ତ ହେବ। ଏହା କୌଣସି ବଡ଼ ଘଟଣା ନୁହେଁ, କିନ୍ତୁ ଏହା ଆପଣଙ୍କ ଭିତରେ ଏକ ନୂଆ ଶକ୍ତି ଜଗାଇଦେବ। ସେହିଟା ହେଉଛି ଆପଣଙ୍କ ଭାଗ୍ୟ ପଲଟିବାର ସଂକେତ। କିନ୍ତୁ ଅଧିକାଂଶ ଲୋକ ଏହାକୁ ଇଗ୍ନୋର କରିଦେଇଥାନ୍ତି। ଆପଣ କରିବେ କି? ଯଦି ନାହିଁ, ତେବେ କମେଣ୍ଟରେ ଲେଖନ୍ତୁ ୟେସ୍, କାରଣ ଏହା କେବଳ ଏକ କମେଣ୍ଟ ନୁହେଁ, ଏହା ଆପଣଙ୍କ ନିଷ୍ପତ୍ତି। ଏବଂ ଯଦି ଆପଣ ଏଠାକୁ ଦେଖୁଛନ୍ତି, ତେବେ ବୁଝନ୍ତୁ, ଆପଣ ଚୟନିତ। ଆପଣଙ୍କ ଜୀବନରେ ଯାହା ଆସୁଛି, ସେହିଟା ସାଧାରଣ ନୁହେଁ, ଏବଂ ଏହା ଆରମ୍ଭ ହେବ ଏହି 7 ଦିନରେ। ତୁମେ ଏହି ଭିଡିଓର ଏହି ଶେଷ ଅଂଶକୁ ଆସି ପହଞ୍ଚିଲା। ଏହା ସାଧାରଣ କଥା ନୁହେଁ, ଏହା ଏକ ସଂକେତ। ଏକ ଏମିତି ସଂକେତ ଯାହାକୁ ଅନେକେ ଦେଖି ମଧ୍ୟ ଅନଦେଖା କରିଦିଅନ୍ତି। କିନ୍ତୁ ତୁମେ ଅନଦେଖା କରିନାହଁ। ସେଥିପାଇଁ ଆଜି ତୁମେ ଏହି ସତ୍ୟ ଶୁଣିବାକୁ ଯାଉଛ, ଯାହା ତୁମ ଜୀବନକୁ ପୁରା ପଲଟିଦେବ। କିନ୍ତୁ ଶେଷରେ ମୁଁ ଯାହା କହିବି, ସେତିକି ଯଦି ତୁମେ ମିସ୍ କରିଦେଲା, ତାହେଲେ ତୁମେ ପୁଣି ସେହି ପୁରୁଣା ଜୀବନକୁ ଫେରିଯିବ, ଯେଉଁଠାରେ ସମସ୍ତେ ତୁମକୁ ଅଣଦେଖା କରୁଥିଲେ। ବୃଷ ରାଶି, ତୁମେ ଜୀବନରେ ଅନେକ କଷ୍ଟ ସହିଛ। କେତେବେଳେ ତୁମେ ଭାଙ୍ଗି ପଡ଼ିଛ, କେତେବେଳେ ତୁମେ ଏକାକୀ ଲଢ଼ିଛ। ଲୋକମାନେ ତୁମକୁ ବୁଝିନାହଁ, କେହି ତୁମ ସହିତ ରହିଲେ ନାହିଁ। କିନ୍ତୁ ଆଜି ଭାଗ୍ୟ ତୁମ ପାଇଁ ଏକ ବଡ଼ ଦ୍ୱାର ଖୋଲୁଛି, ଏବଂ ସେହି ଦ୍ୱାର ମାତ୍ର 7 ଦିନ ପାଇଁ ଖୋଲା ରହିବ। ମାତ୍ର 7 ଦିନ। ଏହି 7 ଦିନରେ ତୁମେ ଯଦି ସଠିକ୍ ନିଷ୍ପତ୍ତି ନେବ, ତୁମ ଜୀବନ ଏମିତି ବଦଳିଯିବ ଯେ ଲୋକମାନେ ତୁମକୁ ଚିହ୍ନି ପାରିବେ ନାହିଁ। ତୁମର ଧନଯୋଗ ଖୋଲୁଛି। ଯେଉଁ ଟଙ୍କା ତୁମେ ଅପେକ୍ଷା କରୁଥିଲା, ସେହି ଟଙ୍କା ଆସିପାରେ। କିନ୍ତୁ ଏଠାରେ ଏକ ଭୁଲ ସବୁକିଛି ବନ୍ଦ କରିପାରେ। ସେହି ଭୁଲ କ'ଣ? ଶେଷରେ କହିବି, ଧ୍ୟାନ ଦେଇ ଶୁଣ। ତୁମ ଜୀବନରେ ଏକ ବ୍ୟକ୍ତି, ଯିଏ ତୁମକୁ ଛାଡ଼ିଥିଲେ, ସେ ପୁଣି ତୁମ ଜୀବନକୁ ଫେରିଆସିପାରନ୍ତି। କିନ୍ତୁ ଏଥର ନିଷ୍ପତ୍ତି ତୁମ ହାତରେ ରହିବ। ତୁମେ ତାଙ୍କୁ ଗ୍ରହଣ କରିବୁ, ନା ତାଙ୍କୁ ଚିରକାଳ ପାଇଁ ଛାଡ଼ିଦେବୁ। ଏହି 7 ଦିନରେ ତୁମ ଭିତରେ ଏକ ନୂତନ ଶକ୍ତି ଜାଗ୍ରତ ହେବ। ତୁମେ ଆଗର ଭଳି ରହିବ ନାହିଁ। ଏବେ ଶୁଣ, ସେହି ସବୁଠୁ ବଡ଼ ସତ୍ୟ, ଯାହାକୁ ଅଧିକାଂଶ ଲୋକ କେବେ ଜାଣିପାରନ୍ତି ନାହିଁ। ତୁମ ଜୀବନରେ ଯେଉଁ ସମସ୍ୟା ଆସୁଥିଲା, ତାହାର ମୂଳ କାରଣ ଥିଲା ତୁମ ନିଜ ଭୟ। ତୁମେ ନିଜେ ନିଜକୁ ରୋକୁଥିଲା। କିନ୍ତୁ ଏବେ ସମୟ ଆସିଗଲା ଭୟକୁ ଛାଡ଼ିବାର, ନୂଆ ଜୀବନ ଆରମ୍ଭ କରିବାର। ଯଦି ତୁମେ ଏହି ଭିଡିଓକୁ ଏଠାକୁ ଦେଖିଛ, ତାହେଲେ କମେଣ୍ଟରେ ଲେଖ, ମୁଁ ପ୍ରସ୍ତୁତ। ଏହି ଭିଡିଓକୁ ଲାଇକ୍ କର, ଚ୍ୟାନେଲ ଆଷ୍ଟ୍ରୋଭଗ୍ୟକୁ ସବସ୍କ୍ରାଇବ୍ କର, ଏବଂ ଏହାକୁ ଏମିତି ଜଣେ ବ୍ୟକ୍ତିଙ୍କୁ ସେୟାର କର, ଯାହାଙ୍କୁ ଏହି ସତ୍ୟ ଜାଣିବା ଦରକାର। ମନେ ରଖ, ଭାଗ୍ୟ ତୁମକୁ ସଂକେତ ଦେଇସାରିଛି। ଏବେ ନିଷ୍ପତ୍ତି ତୁମ ହାତରେ। ଯଦି ଏହି ଭିଡିଓ ଆପଣଙ୍କ ମନକୁ ଛୁଇଁଥିଲା, ତେବେ ଲାଇକ୍ କରନ୍ତୁ ଏବଂ ଆଷ୍ଟ୍ରୋଭାଗ୍ୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।